ସାଇ ରାମ କୃଷ୍ଣ ହରେ ଓମ୍ ସାଇ ରାମ। ଆଜିର ସାଇ ସନ୍ଦେଶରେ ବାବା କହୁଛନ୍ତି, ମୋର ଭକ୍ତଟିଏ ଯେଉଁଠି ଥାଉ, ଘରେ ଯଦି ଦୁଃଖ କଷ୍ଟ ଆସିଥାଏ, ଯଦି ସିଏ କୌଣସି ଅସୁବିଧାରେ ଥାଏ, ମୋତେ ଥରେ ବିଶ୍ୱାସରେ ଶ୍ରଦ୍ଧାପୂର୍ବକ ସାଇ ବୋଲି ଡାକିଦେଲେ ମୁଁ ତାଙ୍କ ପାଖକୁ ରକ୍ଷା କରିବାକୁ ଦୌଡ଼ି କରି ଯାଇଥାଏ। ମୁଁ କ'ଣ କେବେ ମୋ ଭକ୍ତର ଆଖିର ଲୁହକୁ ଦେଖିପାରିବି? ତୁମେ ମୋର ନାମକୁ ନେଇକି ଯାହାକୁ ବି ପ୍ରଣାମ କର, ସେ ପ୍ରଣାମ ମୋତେ ପ୍ରାପ୍ତ ହେବ। ମୁଁ ସବୁବେଳେ ସବୁ ଦେଖିପାରୁଛି, ଆଉ ମୁଁ ଶୁଣିପାରୁଛି। ଯଦି ମୋ ଉପରେ ଶ୍ରଦ୍ଧା ରଖିଥିବ ଆଉ ବିଶ୍ୱାସ ରଖିଥିବ, ମୁଁ କେବେ ହେଲେ ମୋ ଭକ୍ତମାନଙ୍କୁ ନିରାଶ କରିବିନି। ମୁଁ ସବୁବେଳେ ତାକୁ ନିଶ୍ଚୟ ରକ୍ଷା କରିବି। ମୁଁ ତାହାର ସମସ୍ତ ଇଚ୍ଛାକୁ ପୂର୍ଣ୍ଣ କରିବି। ଯିଏ ମୋତେ ସ୍ମରଣ କରିଥାଏ, ମୁଁ ତାହାକୁ କେବେ ବି ନିରାଶ କରିନଥାଏ। ସବୁବେଳେ ତାହାର ଭଲ ମନ୍ଦର ଧ୍ୟାନ ରଖିଥାଏ। ତୁମେମାନେ ଭାବିବନି ଯେ ତୁମ ବାବା ତୁମକୁ ମିଛ କହୁଛି। ତୁମ ବାବାର ଏ ହେଉଛି ସତ୍ୟ ବଚନ। କେବେ ଅସତ୍ୟ ହୋଇନଥାଏ। ମୋ ଭକ୍ତଟିଏ ଯେତେବେଳେ ମୋତେ ଶ୍ରଦ୍ଧାପୂର୍ବକ ଡାକିଥାଏ, ମୁଁ ତାକୁ ନିଶ୍ଚୟ ସାହାଯ୍ୟ କରିଥାଏ। ତୁମେ ଭାବୁଛ ମୁଁ ଶିରିଡ଼ିରେ ବସିଛି, କିନ୍ତୁ ତୁମର ସୁବିଧା ଅସୁବିଧାରେ ସବୁବେଳେ ତୁମ ପାଖରେ ଅଛି। ତୁମେ ଯଦି ମୋତେ ଧୈର୍ଯ୍ୟ ଓ ସାହସର ସହିତ ବିଶ୍ୱାସ ରଖିକି ଥରେ ଡାକିକି ଦେଖ, ମୋତେ ତୁମ ଅନ୍ତର ଆତ୍ମାରେ ହିଁ ପାଇବ। ଚିନ୍ତା କରନି, ମୁଁ ସବୁବେଳେ ତୁମ ସାଙ୍ଗରେ ଅଛି। ମୁଁ ତ ମୋ ଭକ୍ତ ହୃଦୟର ଦାସ। ମୁଁ ତୁମ ହୃଦୟରେ ହିଁ ବାସ କରିଛି। ମୁଁ ହିଁ ତୁମ ଅନ୍ତର ଆତ୍ମାର ହର୍ତ୍ତା କର୍ତ୍ତା ଆଉ ଦୈବ ବିଧାତା। ତୁମେ ଗୋଟେ ପାଦ ମୋ ଆଡ଼କୁ ବଢ଼େଇକି ଦେଖ, ମୁଁ ତୁମ ପାଖରେ ପହଞ୍ଚିଯିବି। ଓମ୍ ସାଇ ରାମ।